ଆସନ୍ତୁ ଦର୍ପଣ ସୂତ୍ର ବ୍ୟବହାର କରି ଏକ ପ୍ରଶ୍ନର ସମାଧାନ କରିବା। ତେବେ ପ୍ରଶ୍ନଟି ହେଉଛି 2 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ଏକ ପେନସିଲକୁ 20 ସେଣ୍ଟିମିଟର ବକ୍ରତା ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଉତ୍ତଳ ଦର୍ପଣର ସମ୍ମୁଖରେ 5 ସେଣ୍ଟିମିଟର ଦୂରତାରେ ଲମ୍ବ ଭାବରେ ରଖାଯାଇଛି। ଏହାର ପ୍ରତିବିମ୍ବର ଅବସ୍ଥାନ, ଉଚ୍ଚତା ଏବଂ ପ୍ରକୃତି ନିରୂପଣ କର। ତେବେ ଆମେମାନେ ଦର୍ପଣ ସୂତ୍ର ପଢ଼ିଛନ୍ତି ଏବଂ ଦର୍ପଣ ସୂତ୍ରକୁ ବ୍ୟବହାର କରିବା ପୂର୍ବରୁ ମୁଁ ଏଠାରେ ଏକ ଅଙ୍କନ କରିବାକୁ ଚାହୁଁଛି। ଚାଲନ୍ତୁ ପ୍ରଥମେ ଆମେ ଉତ୍ତଳ ଦର୍ପଣଟି ଦେଖାଇବା। ତ ମୁଁ ଏଠାରେ ଉତ୍ତଳ ଦର୍ପଣ ଦେଖାଇଛି ଏବଂ ତାର ଫୋକସ୍ ଏବଂ ବକ୍ରତା କେନ୍ଦ୍ର ଦେଖାଇଛି। ପ୍ରଥମେ ମୋତେ କ'ଣ କହିଛି ଯେ ଏହାର ବକ୍ରତା ବ୍ୟାସାର୍ଦ୍ଧ ହେଉଛି 20 ସେଣ୍ଟିମିଟର। ତେଣୁକରି ମୁଁ ଏଠାରେ ଦେଖାଇଦେଲି ବକ୍ରତା ବ୍ୟାସାର୍ଦ୍ଧ କ'ଣ, ବକ୍ରତା କେନ୍ଦ୍ର ଏବଂ ମେରୁ ମଧ୍ୟରେ ଦୂରତାକୁ କୁହାଯାଏ ବକ୍ରତା ବ୍ୟାସାର୍ଦ୍ଧ, ଯାହାକି ହେଉଛି 20 ସେଣ୍ଟିମିଟର। ଏବଂ ଏଇଥିରୁ ମୁଁ କ'ଣ ପାଇପାରିବି, ମୁଁ ଜାଣିଛି ଯେ ଏଇ ଫୋକସ୍ ବିନ୍ଦୁଟି ଏହି ବକ୍ରତା କେନ୍ଦ୍ର ଏବଂ ମେରୁ ମଝିରେ ଥାଏ। ତେଣୁକରି ଯଦି ବକ୍ରତା ବ୍ୟାସାର୍ଦ୍ଧ ବା ଏହି ଦୂରତାଟି 20 ସେଣ୍ଟିମିଟର ହେଉଛି, ତାହେଲେ এই ফোকস দূরতা କ'ଣ, এই ফোকস এবং মেরু ମଧ୍ୟରେ ଦୂରତାକୁ ଫୋକସ୍ ଦୂରତା କୁହାଯାଏ। ତା ଆମର କେତେ ହୋଇଯିବ, 20/2 10 ସେଣ୍ଟିମିଟର ହୋଇଯିବ। ତାର ଅଧା 10 ସେଣ୍ଟିମିଟର ମୁଁ ପାଇଗଲି ଏଠାରେ। ଏବଂ ତାପରେ କହିଛି ଯେ এই ବସ୍ତୁଟି ଦର୍ପଣ ସମ୍ମୁଖରେ 5 ସେଣ୍ଟିମିଟର ଦୂରତାରେ ଅଛି ଏବଂ ତାର ଉଚ୍ଚତା ଦେଇଛି 2 ସେଣ୍ଟିମିଟର। ତେଣୁକରି ଏଠାରେ ବସ୍ତୁଟି କେଉଁଠି ଅଛି, ଦର୍ପଣ ସମ୍ମୁଖରେ କେତେ ଦୂରରେ ଅଛି, 5 ସେଣ୍ଟିମିଟର ଦୂରତାରେ ଅଛି। ବର୍ତ୍ତମାନ ଚାଲନ୍ତୁ ଆମେ ଦର୍ପଣ ସୂତ୍ର ଲେଖିବା। ଦର୍ପଣ ସୂତ୍ର ହେଉଛି କ'ଣ, 1/f = 1/v + 1/u। ତେବେ ଏଠାରେ f ହେଉଛି କ'ଣ, ଫୋକସ୍ ଦୂରତା, v ହେଉଛି ପ୍ରତିବିମ୍ବର ଦୂରତା, u ହେଉଛି ବସ୍ତୁର ଦୂରତା। ତେବେ ଦର୍ପଣ ସୂତ୍ର ପକାଇବା ପୂର୍ବରୁ ଆମେ ଜାଣିବା ଦରକାର ଯେ ଏହି ଦର୍ପଣ ସୂତ୍ରରେ ଯେଉଁ f, v ଏବଂ u ପକାଯାଏ ସେଗୁଡ଼ିକ ସାଇନ୍ ସହିତ ଆସିଥାଏ। ମାନେ ଆମେ ଏଠାରେ ଆମର ସାଧାରଣ ଭାବରେ ଆଦୃତ ସଂକେତ ପ୍ରଥା ସମୂହକୁ ଅନୁସରଣ କରିବା ବା ଯାହାକୁ ଆମେ ସାଇନ୍ କନଭେନସନ୍ ବୋଲି କହିଥାଉ। ତେବେ ସାଇନ୍ କନଭେନସନ୍ ଆମକୁ କ'ଣ କହୁଛି ଯେ ଆପତିତ ରଶ୍ମି ଯେଉଁ ଆଡ଼େ ଯାଉଛି ତାହା ହେବ ପଜିଟିଭ ଏବଂ ତାର ବିପରୀତ ଦିଗଟି ହେବ ନେଗେଟିଭ। ତା ମାନେ ଏଠାରେ ଆପତିତ ରଶ୍ମିଟି କେଉଁ ଆଡ଼େ ଯିବ, ଇଆଡ଼େ ଯିବ, ଏ ବସ୍ତୁରୁ ବାହାରିକି ଆଡ଼େ ଯିବ। ତେଣୁକରି ଏପଟରେ ଦର୍ପଣର ଏପଟ ସାଇଡ଼ରେ ଯେଉଁ ଦୂରତା ଗୁଡ଼ିକ ଅଛି ସେଗୁଡ଼ିକ ସବୁ କ'ଣ ହୋଇଯିବ, ପଜିଟିଭ। ଏବଂ ଏପଟ ସାଇଡ଼ରେ ମାନେ ପୋଲରୁ ବା ମେରୁରୁ ଆଡ଼େ ଯେତେବେଳେ ମୁଁ ଆସିବି ଏଗୁଡ଼ିକ କ'ଣ, ଆପତିତ ରଶ୍ମିର ଅପୋଜିଟ୍ରେ ଆସିବ, ବିପରୀତ ଦିଗରେ ଆସିବ। ତେଣୁକରି ଏ ଦୂରତା ଗୁଡ଼ିକ ସବୁ କ'ଣ ହୋଇଯିବ, ନେଗେଟିଭ। ସେହି ହିସାବରେ ଚାଲନ୍ତୁ ଆମେ ଲେଖିଦେବା ଯେ ଆମର ଏଫ୍ କେତେ ହେବ। ଦେଖନ୍ତୁ ଏଫ୍ ଆମର କେଉଁଠି ଅଛି, ଏପଟେ ଅଛି, ଫୋକସ୍ ଦୂରତା ଏପଟେ ହେବ, ତେଣୁକରି ତା ପ୍ଲସ୍ ହେବ। ତେଣୁକରି ମୁଁ ଏଫ୍ ଜାଗାରେ +10 ବା ଖାଲି 10 ଲେଖିଦେଲି। ସେହିପରି = 1/v, କାହିଁକିନା ଭି ତ ଆମକୁ ଜଣା ନାହିଁ, ତାକୁ ସେହିପରି ରଖିଦେଲି। ତାପରେ ୟୁର କ'ଣ ହେବ, ସାଇନ୍ କନଭେନସନ୍ ଅନୁଯାୟୀ ଦେଖନ୍ତୁ ୟୁ କ'ଣ ହେବ, -5, କାହିଁକିନା ବସ୍ତୁର ଦୂରତା ଏପଟ ସାଇଡ଼ରେ ଅଛି। ତେଣୁକରି ୟୁ ଜାଗାରେ ମୁଁ ପକାଇଦେବି -5। ତେଣୁକରି ଏହା ହୋଇଯିବ +1/-5। ତେବେ ବର୍ତ୍ତମାନ ଏଠାରେ ପ୍ଲସ୍ ଇଣ୍ଟୁ ମାଇନସ୍ କ'ଣ ହୋଇଯିବ, ମାଇନସ୍। ତ ଏଠାରେ ଆସିଗଲା -1/5। ବର୍ତ୍ତମାନ ମୁଁ 1/vଟିକୁ ଭାବିଦିଅ ଏଇପଟେ ରଖିଛି ଏବଂ 1/5କୁ ଇକ୍ୱେସନ୍ର ଏପଟକୁ ନେଇ ଆସିଲି। ତାହେଲେ 1/5 ମାଇନସ୍ ଥିଲା କ'ଣ ହୋଇଯିବ, ପ୍ଲସ୍ ହୋଇଯିବ। ତ ବର୍ତ୍ତମାନ କ'ଣ ହେଲା, 1/v = 1/10 + 1/5। ବର୍ତ୍ତମାନ 5 ଓ 10ର LCM ହୋଇଯିବ କେତେ, 10। ତ 10/10 କେତେ ଆସିବ, 1। ଏପଟେ ପ୍ଲସ୍ 10/5 2, 2 × 1 2। ତ ଆସିଯିବ 1 + 2/LCM ହୋଇଗଲା 10। ତ 1 + 2 କେତେ ହୋଇଗଲା, 3। ତ ବର୍ତ୍ତମାନ 1/v ହୋଇଗଲା 3/10। ତ v କେତେ ହୋଇଯିବ, v ହୋଇଯିବ ଏଠାରେ ଆମର 10/3 ଓଲଟି ଯିବ। ତ ଆମେ ବର୍ତ୍ତମାନ ପ୍ରତିବିମ୍ବର ଦୂରତା ପାଇଗଲେ 10/3। ତେବେ ଏହାକୁ ଦେଖୁ ଦେଖୁ ତୁମେ ଜାଣି ରଖିବା ଦରକାର ଯେ ଏହା କ'ଣ ଆସିଛି, ପ୍ଲସ୍ ସାଇନ୍ ଆସିଛି। ତା ମାନେ ପ୍ରତିବିମ୍ବଟି କେଉଁ ପାର୍ଶ୍ୱରେ ହେବ, ପ୍ରତିବିମ୍ବଟି ଏପଟରେ ହେବ, କାହିଁକିନା ଏହାର ସାଇନ୍ କ'ଣ ଆସିଛି, ପଜିଟିଭ ବା ଯୁକ୍ତାତ୍ମକ ଆସିଛି। ତେଣୁକରି ପ୍ରତିବିମ୍ବଟି ଦେଖନ୍ତୁ ଏଇପଟେ ହେବ। ଆଚ୍ଛା 10/3 କେତେ, 3.33। ତେଣୁକରି ଏହା ଯେହେତୁ 10 ସେଣ୍ଟିମିଟର, ତ 3.33 ପାଖାପାଖି ଏଇଠି କେଉଁଠି ହେବ। ତେଣୁକରି ପ୍ରତିବିମ୍ବଟି ଏଇପଟ ସାଇଡ଼ରେ ଏଇ ସ୍ଥାନରେ ହେବ। ତେବେ ବର୍ତ୍ତମାନ ଆମକୁ ଆଉ କ'ଣ ପ୍ରଶ୍ନଟି ପଚାରିଛି, ଆମକୁ ପ୍ରଶ୍ନଟି ପ୍ରତିବିମ୍ବର ଉଚ୍ଚତା ଏବଂ ପ୍ରକୃତି ମଧ୍ୟ ପଚାରିଛି। ତେବେ ପ୍ରତିବିମ୍ବର ଉଚ୍ଚତା କିପରି ନିର୍ଣ୍ଣୟ କରିବା ଦେଖନ୍ତୁ। ଆମକୁ ଏଠାରେ ବସ୍ତୁର ଉଚ୍ଚତା ଦେଇଦେଇଛି, କେତେ ଦେଇଛି, 2 ସେଣ୍ଟିମିଟର ବା 2 ସେଣ୍ଟିମିଟର। ତେଣୁକରି ଆମକୁ ବର୍ତ୍ତମାନ କ'ଣ କରିବାର ଅଛି, ଆମକୁ ବର୍ତ୍ତମାନ ପ୍ରତିବିମ୍ବର ଉଚ୍ଚତା କାଢ଼ିବାର ଅଛି। ତେବେ ପ୍ରତିବିମ୍ବର ଉଚ୍ଚତା କେତେ ହୋଇଯିବ ଦେଖିବା। ଆମେ ଜାଣିଛନ୍ତି ପରିବର୍ଦ୍ଧନର ସୂତ୍ର ହେଉଛି m = କାହିଁକିନା ପରିବର୍ଦ୍ଧନକୁ ଇଂରାଜୀରେ ମ୍ୟାଗ୍ନିଫିକେସନ୍ କୁହାଯାଏ। ତେଣୁକରି m = ହାଇଟ୍ ଅଫ୍ ଦି ଇମେଜ୍ ବାଇ ହାଇଟ୍ ଅଫ୍ ଦି ଅବଜେକ୍ଟ, ମାନେ ପ୍ରତିବିମ୍ବର ଉଚ୍ଚତା ବାଇ ବସ୍ତୁର ଉଚ୍ଚତା, ଯାହାକି ଇକ୍ୱାଲ୍ ଟୁ ଆମର କାହା ସହିତ ସମାନ ଥାଏ, -v/u, ମାନେ ନେଗେଟିଭ୍ ଅଫ୍
प्रतिबिंब दूरता बाय वस्तुर दूरता। तेणुक एठारे एचआई तो मत जना ना पचारि एवं एचओ मत के एचओ मत 2 सेंटीमीटर। अच्छा आउ एक कथा एचओ आम कौन एठार आमर साइन कन्वेंशन बा संकेत प्रथा आम व्यवहार करवा। तेबे एठार संकेत प्रथा कौन कहूँ तेबे संकेत प्रथा कहूँ जदि कौन जिनिस प्रमुख अक्षर ऊपर को अच्छी ताहले ताको आमे कौन नवा प्लस नवा एवं तले थिले ताको आमे माइनस नवा। से जेउठी भी थाउ ना कहीं एपटे थाउ कि एपटे थाउ जदि प्रमुख अक्षर ऊपर को अच्छी ताहले आमे प्लस नवा तले थिले आमे माइनस नवा। तेबे वस्तुटीर उच्चता प्रमुख कि वस्तुटी प्रमुख अक्षर ऊपर को अच्छी तेणुक आमे वस्तुटीर उच्चता बा हाइट ऑफ द ऑब्जेक्ट को आमे कौन नहीं गले +2 नहीं गले इजिकल्स टू माइनस भी बाय यू माइनस भी केते थिला एटरे माइनस तो एठु आसी गला एवं भी थिला 10/3 तो माइनस 10/3 बाय यू केते यू हमर मन पका यू माने थिले -5 सेंटीमीटर तो वर्तमान माइनस माइनस कैंसिल हो गला 5 काटला 10 को केते 2 रे वर्तमान एचआई केते हो जिवो 2 आसी एपटे कोन हो जिवो मल्टीप्लाई हो जिवो 2 * 2/3 दैट इज हाइट ऑफ द इमेज बाय एचआई हमको मिल गला 4/3। तेणु करी हमको प्रतिबिंबर उच्चता मिल गला केते 4/3 एवं एटार आउ गोटे जिनस देखंतु जे एहा मध्य प्लस रे आसीची जेहेतु यह प्लस रे आसीची यह मध्य प्रमुख अक्षर ऊपर हम पूर्व आम देखी सारी जे प्रतिबिंबटी यही स्थान रोचे बर्तमान आम जानी प्रमुख अक्षर ऊपर को हम तेणुक प्रतिबिंबटी किसी यहीपरि भाव में ऊपर को हम जेहेतु प्रतिबिंबटी सड़क आसीची तामाने आमे जानि सेतु कहीदे परिबा जे यह एक आभासी प्रतिबिंब होइथिबो काहेकि आमे माने जानिचंती जे आभासी प्रतिबिंब सबले सरल सड़क होइथाय एवं वास्तविक प्रतिबिंब सब ओलटा होता है जेहेतु एठार सड़क प्रतिबिंब होइछि तो आमे कहि दे परिबा एक आभासी प्रतिबिंब। जदिओ प्रश्नटी एठार सरी जाइछि तथापि मु मोर उत्तर गुडी को वेरीफाई करिया को एठार एक रश्मि चित्र अंकन करिवि। रश्मि चित्र अंकन कली आमे जानि परिबा जे हमर आसीथिबा आंसरटी बा उत्तरटी संपूर्ण भाव सठिक अछि कि नाही। चलंतु रश्मि चित्र अंकन करिबा। देखंतु एठार वस्तु अछि वस्तुर वर्तमान कोन हला आलोक बाहरी गला एटा आपतित रश्मि एटारे प्रतिफलित रश्मिटी एपरि जीव जेपरि ता फोकस रु बाहरी करी आसीछि काहेकि ना आमे जानिचंती जेहेतु एठारे हमर आपतित रश्मिटी प्रमुख अक्ष को समांतर आसीछि ताहाले प्रतिफलित रश्मिटी किछि एही परि भाबरे जीव जेपरि कि फोकस रु आसीछि। वर्तमान चलंतु आउ एक रश्मि नबा आउ एक रश्मि मु पकाइली केउठी मेरु रे एवं यहा होई गेला मोर कोन वर्तमान देखंतु यहा होई गेला मोर आपतन कोण एवं एठार प्रतिफलित रश्मिटी किछि एही परि भाबरे चली जीव। बर्तमान देखो यह एक प्रतिफलित रश्मि एवं यह एक प्रतिफलित रश्मि दुईटी जाक परस्पर को दूरे दूरे जाउछंती तेणुक एमाने एपट्रे कोठी भी मीट करिवे नाही बा परस्पर को छेद करिवे नाही तेणुक एटारे वास्तव प्रतिबिंब संभव नुहे। तेणु आमर जो बाहर आभासी प्रतिबिंब ता संपूर्ण ठीक बाहर तेबे वर्तमान जदि मु एई पटु ठिया देखिबी मते लागिवो ए रे दुईटी ए प्रतिफलित रश्मि दुईटी केउटु आछि एई स्थान रु आछि त मु वर्तमान पछकु बढ़ाइबा बैकट्रेसिंग कर देखिली जे प्रतिबिंबटी केउटु आछि एठी आसुछि तेणु करी आमर प्रश्नर समाधानटी संपूर्ण भाव में ठीक अछि।